ନିଜକୁ କାହାରି ଅତି ଖାସ୍ ବୋଲି ଭାବନ୍ତୁ ନାହିଁ। ଆପଣଙ୍କ ବନ୍ଧୁତ୍ୱ ମିଳିଗଲା ପରେ ବି ଆହୁରି ଭଲ ଖୋଜୁଥାଏ ସାମ୍ନାବାଲା। ମିଳିଗଲେ ଆପଣ କୋଉଠି ଥିବେ ଭାବି ନିଅନ୍ତୁ। ଓଁ ବିଷ୍ଣବେ ନମ। ନମସ୍କାର, ମୁଁ ଜ୍ୟୋତିର୍ବିଦ ଯଜାତି କେଶରୀ ଦାସ ସବୁଦିନ ଭଳି ଆପଣମାନଙ୍କ ପାଇଁ ଆଜି ବି ନେଇ ଆସିଛି ଆଜିର ରାଶିଫଳ। ଯଦି ଆପଣମାନେ ମୋତେ ଦେଖୁଛନ୍ତି ତେବେ ନିଶ୍ଚିତ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ଆପଣଙ୍କର ଇଷ୍ଟ ଦେବତାଙ୍କ ନାଁ ଲେଖନ୍ତୁ। ଯଦି ସବସ୍କ୍ରାଇବ୍ କରିନାହାନ୍ତି ତେବେ ସବସ୍କ୍ରାଇବ୍ କରେଇ ନିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ ବଟନ୍ ନିଶ୍ଚିତ ଦବେଇ ଦିଅନ୍ତୁ, କାରଣ ମୁଁ ସବୁଦିନ ରାଶିଫଳ ସହିତ ଗ୍ରହ ବ୍ରତ ବାର ବିଷୟରେ କିଛି ନା କିଛି ତଥ୍ୟ ଆପଣମାନଙ୍କ ନିକଟରେ ଉପସ୍ଥାପନ କରେ। ଆଜିର ରାଶିଫଳ ଜାଣିବା ପୂର୍ବରୁ ପ୍ରଥମେ ଜାଣିନେବା ଆଜିର ପଞ୍ଚାଙ୍ଗ। ଆଜି 2025 ସେପ୍ଟେମ୍ବର ମାସ 20 ତାରିଖ, ଓଡ଼ିଆ ଆଶ୍ୱିନ ମାସ 4 ଦିନ, ଶନିବାର, କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ତିଥି, ଯାହା ରାତ୍ରି 11:53 ପର୍ଯ୍ୟନ୍ତ ରହୁଛି। ତାପରେ ଅମାବାସ୍ୟା ତିଥି ଆରମ୍ଭ ହେଉଛି। ଆଜି ମଘା ନକ୍ଷତ୍ର, ଯାହା ଦିବା 9:10 ପର୍ଯ୍ୟନ୍ତ ରହୁଛି। ତାପରେ ଯାହାକି ପୂର୍ବ ଫାଲ୍ଗୁନୀ ନକ୍ଷତ୍ର ଆରମ୍ଭ ହେଉଛି। ଆଜି ସିଂହ ରାଶିରେ ଚନ୍ଦ୍ର ଅବସ୍ଥାପନ କରି ରହୁଛନ୍ତି। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି, ଯାହା ପ୍ରାପ୍ତ 5:37 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 5:39। ଆଜି ଯାହାକି ଯୁଗ୍ନି ରହିଛି ପଶ୍ଚିମ ଦିଗେ, ରାତ୍ରି 11:53 ପରେ ଯୁଗ୍ନି ଐଶାନ ଦିଗରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି କର୍କଟ ରାଶି ବ୍ୟକ୍ତି ଏବଂ ମକର ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ଯାହାକି ବୃଷ ରାଶି ବ୍ୟକ୍ତି, ସିଂହ ରାଶି ବ୍ୟକ୍ତି ଏବଂ କନ୍ୟା ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ଯାହା ଏକ ପାଦ ପୁଷ୍କର ଦୋଷ ଲାଗୁଛି, ଫଳ ରହୁଛି କୃଷି ସନ୍ତାନ ହାନି। ଆଜି ଚତୁର୍ଦ୍ଦଶୀରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ବିରି, ତତ୍ସହିତ ଆଜି ଚତୁର୍ଦ୍ଦଶୀ ରାତ୍ରି 11:53 ପରେ ରହୁଛି ଆମିଷ ଭୋଜନ ନିଷେଧ ରହୁଛି ରାତ୍ରି 11:53 ପରେ। ଆଜି ହେଉଛି ଶିବ ଉପବାସ ଓ ବେଢା, ତତ୍ସହିତ ଆଜି ଅପମୃତ୍ୟୁ ପିତୃମାନଙ୍କ ନିମନ୍ତେ ଶ୍ରାଦ୍ଧ। ଆଜିର ଶୁଭ ବାର୍ତ୍ତା, ଆଜି ଯେଉଁମାନେ ଅସ୍ତ୍ରଶସ୍ତ୍ର କିମ୍ବା ଆକସ୍ମିକ ଦୁର୍ଘଟଣା ଦ୍ୱାରା ଅପମୃତ୍ୟୁ ହେଇଛନ୍ତି, ଯାହାକି ଆପଣଙ୍କ ଘରରେ ଅନେକ ସମସ୍ୟା ଆସୁଛି, ଯାହାକି ଭୂତ ପ୍ରେତର ସମସ୍ୟା ବା ନକାରାତ୍ମକ ଶକ୍ତି ଆପଣଙ୍କ ଘରେ ଅଧିକ ରହୁଛି। ତେଣୁ ଆଜି ନିଶ୍ଚିତ ଯାହାକି ପିତୃଙ୍କ ନିମନ୍ତେ ତର୍ପଣ ଶ୍ରାଦ୍ଧ କରିବା ନିହାତି ଆବଶ୍ୟକ। ଏହା କରିଲେ ଆପଣଙ୍କ ଘରେ ଯାହାକି ନକାରାତ୍ମକ ଶକ୍ତି, ବିଶେଷ କରି ଭୂତ ପ୍ରେତ ମାନେ ଦୂରେଇ ଯାଆନ୍ତି। ଆଜିର ଅଶୁଭ ବେଳା, ଯାହା ପ୍ରାପ୍ତରୁ ଦିବା 7:31 ମଧ୍ୟ ରହିଛି କାଳ ବେଳା। ସେହିଭଳି ପୁଣି ଦିବା 3:29 ଅପରାହ୍ନ 5:39 ମଧ୍ୟ ରହିଛି କାଳ ବେଳା। ସେହିଭଳି ଦିବା 8:38 ଦିବା 10:08 ମଧ୍ୟ ରହିଛି ରାହୁ କାଳ। ସେହିଭଳି ଦିବା 12:17 ଦିବା 1:55 ମଧ୍ୟ ରହିଛି ଯାହାକି ବାର ବେଳା। ସେହିଭଳି ସନ୍ଧ୍ୟା 5:39 ଯାହାକି ରାତ୍ରି 7:15 ମଧ୍ୟ ରହିଛି କାଳ ରାତ୍ରି। ସେହିଭଳି ପୁଣି ଶେଷ ରାତ୍ରି 4:05 ଶେଷ ରାତ୍ରି 5:37 ମଧ୍ୟ ରହିଛି କାଳ ରାତ୍ରି। ତେଣୁ କାଳ ରାତ୍ରି, ରାହୁ କାଳ, ବାର ବେଳା ଏବଂ କାଳ ବେଳା ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା, ଯାହା ଦିବା 7:32 ଦିବା 8:37 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:56 ଦିବା 3:13 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 12:51 ରାତ୍ରି 2:27 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 2:29 ଶେଷ ରାତ୍ରି 3:18 ମଧ୍ୟ ରହିଛି ଶୁଭ ବେଳା। ତେବେ ଚାଲନ୍ତୁ ଜାଣିବା ଆଜିର ରାଶିଫଳ, ଯାହା ଚନ୍ଦ୍ରଗୋଚର ଗଣନା ଦ୍ୱାରା ଜାଣିବା। ମେଷ ଠାରୁ ମୀନ ରାଶି ପର୍ଯ୍ୟନ୍ତ।
ତେବେ ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି, ଆଜି ଦିନଟି ଆପଣଙ୍କ ପାଇଁ ବିଶେଷ ଭଲ ଦିନ ହୋଇ ନପାରେ। ଆପଣଙ୍କର ମାନସିକ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ମନର ଚିନ୍ତାଗ୍ରସ୍ତ ଆସିପାରେ। ପରିବେଶ ଆପଣଙ୍କୁ ଭଲ ସୁହାଇଲା ଭଳିଆ ହୋଇ ନପାରେ। କୌଣସି କାର୍ଯ୍ୟରେ ଆପଣଙ୍କୁ ସଫଳତା ମିଳିବା ଭାରି କଷ୍ଟକର ହୋଇପାରେ। ତେଣୁ ମେଷ ରାଶି ବ୍ୟକ୍ତି, ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ସାବଧାନ ସହକାରେ କରିବାର ଆବଶ୍ୟକତା ରହିଛି। ଦୈନନ୍ଦିନ କାର୍ଯ୍ୟରେ ଏହା ଅଧିକ ପ୍ରଭାବ ଦେଖିବାର ସମ୍ଭାବନା ରହୁଛି। ଆଜି ମେଷ ରାଶି ବ୍ୟକ୍ତି, ପୂର୍ବରୁ ଅଫିସ ଜନିତ କାର୍ଯ୍ୟ ନେଇ ଆପଣ ଆଜି ଆହୁରି ଚିନ୍ତିତ ରହିପାରନ୍ତି। ତେବେ ମେଷ ରାଶି ବ୍ୟକ୍ତି, ଯେଉଁମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି, ଆଜି ପ୍ରତିଦ୍ୱନ୍ଦିତା ଅଧିକ ଦେଖାଦେବ। ଶତ୍ରୁମାନେ ଆପଣଙ୍କ ଉପରେ ଭାରି ପଡ଼ିପାରନ୍ତି। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ନିଜର ପାଠ ପଢ଼ାରେ ଅବହେଳା ଯୁକ୍ତ ରହିପାରନ୍ତି। ପ୍ରେମ ଦୁନିଆରେ ଯେଉଁମାନେ ଜଡ଼ିତ ଅଛନ୍ତି, ଆପଣଙ୍କ ପାଇଁ ଆଦୌ ଭଲ ସମୟ ନୁହେଁ। ତେଣୁ ନିଶ୍ଚିତ ଆଜି ପାଇଁ ଆପଣ ଟିକେ ସାବଧାନ ରୁହନ୍ତୁ। ଆଜି କୌଣସି ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଦୂରତା ଅବଲମ୍ବନ କରିବା ସହିତ ପରିବାର ବର୍ଗ ଏବଂ ବନ୍ଧୁ ସହିତ ଆପଣଙ୍କର ସମ୍ପର୍କ ଭଲ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆବଶ୍ୟକ ସ୍ଥଳେ ଯୁକ୍ତିତର୍କ ଯଦି ହଉଛି ଚୁପ୍ ରୁହନ୍ତୁ। ଦେଖିବେ ଆପଣଙ୍କର କୌଣସି ସମସ୍ୟା ରହିବ ନାହିଁ। ଆଜି ଯାହାକି ମେଷ ରାଶି ବ୍ୟକ୍ତି, ବେପାର ବାଣିଜ୍ୟରେ ଆପଣ ଆଶା ଅନୁଯାୟୀ ଲାଭ ପ୍ରାପ୍ତ କରିପାରିବେ ନାହିଁ। କୌଣସି ନୂତନ ବେପାର ବାଣିଜ୍ୟ କରିବା ଠାରୁ ନିଷ୍ପତ୍ତି ଦୂରତା ଅବଲମ୍ବନ କରିବାର ନିହାତି ଆବଶ୍ୟକତା ରହିଛି। ଆଜି ଯାହାକି ଆପଣଙ୍କର ବେପାର ଆଶା ଅନୁଯାୟୀ ଲାଭ କରିପାରିବେ ନାହିଁ, ବରଂ କ୍ଷତିର ସାମ୍ନା କରିବାକୁ ପଡ଼ିପାରେ। ଆଜି ମେଷ ରାଶି ବ୍ୟକ୍ତି, ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଚିନ୍ତା ବୃଦ୍ଧି ହେବାର ସମ୍ଭାବନା ରହୁଛି। ଆଜି ଯାହାକି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 35% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତି, ଆଜି ସମସ୍ତ କାର୍ଯ୍ୟରେ ଆପଣ ଆଗକୁ ବଢିବାର ପୂର୍ଣ୍ଣ ସୁଯୋଗ ରହୁଛି, କିନ୍ତୁ ମନରେ ଟିକେ ଉଦାରତା ଭାବନା ଆସିପାରେ। ସେ ଭାବନାଟାକୁ ଦୂରୀଭୂତ କରିବାର ଆବଶ୍ୟକତା ରହିଛି। ସଦାବେଳେ ମନକୁ ସଜାଗ ରଖି କାର୍ଯ୍ୟ କରିଚାଲନ୍ତୁ। ଦେଖିବେ ଆପଣଙ୍କର କୌଣସି କାର୍ଯ୍ୟ ଅଟକିବ ନାହିଁ। ସମସ୍ତ କାର୍ଯ୍ୟ ଧୀରେ ଧୀରେ ସଫଳତାକୁ ଆଗକୁ ବଢିବ। ଆଜି ବୃଷ ରାଶି ବ୍ୟକ୍ତି, ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କୁ ସକ୍ରିୟତା ଅଗ୍ରଗତି କରି କାର୍ଯ୍ୟ କରନ୍ତୁ। ତତ୍ସହିତ ପୂର୍ବରୁ ଅଫିସ ଜନିତ ଯଦି କିଛି ଚିନ୍ତା ଥିବ ତାହା ନିଶ୍ଚିତ ଆଜି ଦୂରୀଭୂତ ହେବ। ଚିନ୍ତାଗ୍ରସ୍ତ ରହିବେ ନାହିଁ। ଆଜି ବୃଷ ରାଶି ବ୍ୟକ୍ତି, ଯେଉଁମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟରତ ଅଛନ୍ତି, ସେମାନଙ୍କର ହଠାତ୍ ମାନ ସମ୍ମାନ ବୃଦ୍ଧି ହେବ। ନିଜର ପ୍ରତିଷ୍ଠା ଲାଭ ଏବଂ ନିଜର ଦବଦବା ବଢିବେ। ତେବେ ଆଜି ବୃଷ ରାଶି ବ୍ୟକ୍ତି, ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ନିଶ୍ଚିତ କିଛି ମାତ୍ରାରେ ପାଠ ପଢାରେ ଏକାଗ୍ରତା ଜାହିର ହବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି, ପ୍ରେମ ଦୁନିଆରେ ଯେଉଁମାନଙ୍କର କିଛି ଭାବ ପ୍ରବଣତା ଦେଖା ଦେଇପାରେ, କିନ୍ତୁ ନୂତନ ପ୍ରେମ ଭାବ ପ୍ରୀତି ଠାରୁ ଟିକେ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ସମ୍ବନ୍ଧ ସ୍ଥିରତା ରହିପାରେ। ଆଜି ବୃଷ ରାଶି ବ୍ୟକ୍ତି, ଯାହାକି ବେପାର ବାଣିଜ୍ୟରେ ଆପଣଙ୍କର ହଠାତ୍ କିଛି ଲାଭ ହବାର ପୂର୍ଣ୍ଣ ଯୋଗ ରହୁଛି, ବା କୌଣସି ଯୋଜନା ନଥାଇ ମଧ୍ୟ ଆପଣ ଆକସ୍ମିକ ଭାବେ ଆପଣଙ୍କର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। କିନ୍ତୁ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଆଜି ଟିକେ ଦୂରତା ଅବଲମ୍ବନ କରିଲେ ଆପଣଙ୍କ ପାଇଁ ଭଲ ହେବ। ତେବେ ଆଜି ବୃଷ ରାଶି ବ୍ୟକ୍ତି, ଆପଣଙ୍କର କୌଣସି ଅନାବଶ୍ୟକ ଖର୍ଚ୍ଚ ଠାରୁ ଟିକେ ଦୂରତା ଅବଲମ୍ବନ କରିବା ସହିତ ଟିକେ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ, କାରଣ ଆଜି ସ୍ୱାସ୍ଥ୍ୟ ଆପଣଙ୍କୁ ଟିକେ ଅସ୍ଥିରତା ଆଡକୁ ଅଗ୍ରଗତି କରେଇପାରେ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ, ନିଶ୍ଚିତ ଆଜି ଟିକେ ସାବଧାନ ରୁହନ୍ତୁ ନିଜର ଖାଦ୍ୟପେୟ ପାନୀୟ ପ୍ରତି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 65% ସାଥ ଦଉଛନ୍ତି।
ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତି ଆପଣଙ୍କର ସମସ୍ତ ପ୍ରକାର କାର୍ଯ୍ୟ ଆଜି ଶୁଭଯୋଗ ପରିସ୍ଥିତି ବନଉଛି। ଭାଗ୍ୟ ଗ୍ରହ ଆପଣଙ୍କର ଆଜି ଯାହାକି ଶୁଭଯୋଗ ପରିସ୍ଥିତିରେ ଥିବାରୁ କୌଣସି କାର୍ଯ୍ୟ ଆପଣଙ୍କର ଅଟକିବ ନାହିଁ। ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ଶୁଭ ଦୃଷ୍ଟିରେ ଦେଖୁଛନ୍ତି। ତେବେ ମିଥୁନ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଗୁଡିକ ଅତି ସୁରୁଖୁରୁରେ ହେବ ଏବଂ ଆପଣଙ୍କର କ୍ଷଣ ସମୟରେ ପୂର୍ଣ୍ଣ ହବାର ସୁଯୋଗ ରହୁଛି। ଆପଣଙ୍କର କାର୍ଯ୍ୟଶୈଳୀ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ପୂର୍ବରୁ ଯେଉଁ ଅଫିସ ଜନିତ କାର୍ଯ୍ୟ ଆପଣଙ୍କ ମୁଣ୍ଡରେ ଚିନ୍ତା ଥିଲା ଆଜି ତାହା ଦୂରୀଭୂତ ହେବ। କିଛି ନୂତନ ଯୋଜନା କରିବେ ଅଫିସ ଜନିତ କାର୍ଯ୍ୟ ପାଇଁ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଆଜି ମିଥୁନ ରାଶି ବ୍ୟକ୍ତି ଯାହାକି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଆଜି ଅତି ଉତ୍ତମ ଯୁଗରେ ରହିଛି। ତେବେ ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନେ ନିଶ୍ଚିତ ନିଜର ଭାଗ୍ୟ ଏବଂ ମାନ ସମ୍ମାନ ଆପଣଙ୍କର ବୃଦ୍ଧି ହବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ନିଜର ପ୍ରତିଷ୍ଠା ଲାଭ କରିବାର ପୂର୍ଣ୍ଣ ଉତ୍ତମ ଯୁଗ ବନଉଛି। ତେବେ ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆପଣଙ୍କ ପାଇଁ ଆଜି ଭଲ ଦିନ ହେବ। ତେବେ ଆଜି ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଭଲ ସମ୍ପର୍କ ଏବଂ ମଧୁର ଭାଳେସି ହବାର ଯୁଗ ରହୁଛି। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ଏବଂ ବନ୍ଧୁ ବର୍ଗ ପିଲା ଛୁଆଙ୍କ ସହିତ ଅତି ସୁଖମୟ ପରିବେଶରେ ଦିନ କଟିବାର ସୁଯୋଗ ଦେଇପାରେ। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଯେକୌଣସି ନିଷ୍ପତ୍ତି ମଧ୍ୟ ନେବାର ଉତ୍ତମ ଯୁଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତି ଆଜି ଅର୍ଥ ସଞ୍ଚୟ କରିବେ, ପୂର୍ବରୁ ଦେଇଥିବା ବାକିଆ ଅର୍ଥ କିଛି ଫେରି ପାଇବାର ସୁଯୋଗ ରହିପାରେ। ଆଜି ମିଥୁନ ରାଶି ବ୍ୟକ୍ତି ପୂର୍ବରୁ ଯୋଉମାନେ ସ୍ୱାସ୍ଥ୍ୟ ଜନିତ ପୀଡା ଥିବ ଆଜି ତାହା କିଛି ମାତ୍ରାରେ ସମାଧାନ ହବାର ଚାନ୍ସ ରହୁଛି କିମ୍ବା ପୁରା ସୁସ୍ଥ ହବାର ଯୁଗ ରହୁଛି। ତେବେ ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ମିଶ୍ରିତ କଳା ରଙ୍ଗ ବ୍ୟବହାର କରନ୍ତୁ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ ଆପଣଙ୍କୁ ଧୀର ସ୍ଥିର ରହି କାର୍ଯ୍ୟ କରିଲେ ସମସ୍ତ କାର୍ଯ୍ୟ ଆପଣଙ୍କର ସୁରୁଖୁରୁରେ ହେବ। କୌଣସି କାର୍ଯ୍ୟ ଅସ୍ଥିର ହେବ ନାହିଁ କିମ୍ବା ବିଳମ୍ବ ହେବ ନାହିଁ, କିନ୍ତୁ ଆପଣଙ୍କୁ ନିଶ୍ଚିତ ସଚେତନ ଏବଂ ଆଗୁଆ ଯୋଜନା ପ୍ରସ୍ତୁତ କରି କର୍କଟ ରାଶି କାର୍ଯ୍ୟ କରନ୍ତୁ। ଦେଖିବେ ଆପଣଙ୍କର କାର୍ଯ୍ୟ ନିଶ୍ଚିତ ସୁରୁଖୁରୁରେ ହେବ। ତେବେ ଆଜି ନିଶ୍ଚିତ କର୍କଟ ରାଶି ବ୍ୟକ୍ତି ଆପଣ କୌଣସି କାର୍ଯ୍ୟ ବିଶେଷ କରି ଅଫିସ ଜନିତ କାର୍ଯ୍ୟରେ କିଛି ସମୟ ଆପଣ ଚିନ୍ତିତ ରହିପାରନ୍ତି, କିନ୍ତୁ ଆପଣ ଯଦି ବୁଦ୍ଧି ପ୍ରୟୋଗ କରି ସେ କାର୍ଯ୍ୟ ପ୍ରତି ଚିନ୍ତା କରିବେ ତାହା ନିଶ୍ଚିତ ଦୂରୀଭୂତ ହେବ ଆପଣଙ୍କର ଚିନ୍ତା। ଆଜି କର୍କଟ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କର ଭାଗ୍ୟ ଉଦୟ ଯୁଗ ରହୁଛି। ତତ୍ସହିତ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ମଧ୍ୟମ ଧରଣରେ ରହୁଛି। ତେବେ ଆଜି କର୍କଟ ରାଶି ବ୍ୟକ୍ତି ବିଶେଷ କରି ଶତ୍ରୁ ମାନଙ୍କୁ ଆପଣ ଆଜି ନିଶ୍ଚିତ ପରାକ୍ରମ ଯୁଗ ରହୁଛି, ଯାହାକି ଶତ୍ରୁ ବିଜୟ ହବାର ଉତ୍ତମ ଯୁଗ ରହୁଛି। ତେବେ ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣଙ୍କର ଆକସ୍ମିକ ଭାବେ ଲାଭ ହବାର ପୂର୍ଣ୍ଣ ଯୁଗ ରହୁଛି। ତେଣୁ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଯେକୌଣସି ନିଷ୍ପତ୍ତି ନେଲେ ଗ୍ରହମାନେ ଆପଣଙ୍କୁ ଶୁଭ ଯୁଗ ପରିସ୍ଥିତି ବନଉଛନ୍ତି। ତେବେ ଆଜି ଯାହାକି କର୍କଟ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯାହାକି ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇନପାରେ, କିନ୍ତୁ ନିଶ୍ଚିତ ନିଜର ବନ୍ଧୁବର୍ଗ ଏବଂ ସାଙ୍ଗସାଥୀଙ୍କ ସହିତ ଯଦି ଭଲ ସମ୍ବନ୍ଧ ରଖିବେ ତାଙ୍କ ଦ୍ୱାରା ଆପଣଙ୍କର ବହୁତ କାର୍ଯ୍ୟ ସଫଳତା ହବାର ପୂର୍ଣ୍ଣ ଯୁଗ ରହୁଛି। ଯେଉଁ କାର୍ଯ୍ୟ ଅଟକି ଥିବ ବା କୌଣସି କାର୍ଯ୍ୟ ହାସଲ କରିପାରୁନଥିବେ ତାଙ୍କ ସାହାଯ୍ୟ ନିଅନ୍ତୁ, ଦେଖିବେ ତାଙ୍କ ଦ୍ୱାରା ଆପଣଙ୍କର କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅସ୍ଥିରତା ରହିବ। ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଦ୍ୱିଗୁଣିତ ହବାର ଚାନ୍ସ ରହୁଛି। ତେଣୁ ସ୍ୱାସ୍ଥ୍ୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଦୂରଯାତ୍ରା ଥିଲେ ଆପଣ ନିଶ୍ଚିତ ଆଜି ଭଲ ଉତ୍ତମ ଦିନ ହୋଇନପାରେ। ଆପଣଙ୍କର କାର୍ଯ୍ୟ ସଫଳତା ହବା
ଟିକେ କଷ୍ଟକର ହୋଇପାରେ, କିନ୍ତୁ ନିଜର ମନକୁ ସଚେତନ କିମ୍ବା ଆଧ୍ୟାତ୍ମିକ ପରିବେଶ ଭିତରେ ଯଦି ଯିବେ ବା କାର୍ଯ୍ୟ କରିବେ, ନିଶ୍ଚିତ ଆପଣଙ୍କର କାର୍ଯ୍ୟ ସଫଳତା ଆଡକୁ ଅଗ୍ରଗତି କରିବ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟ ସିଦ୍ଧି ଯୁଗ ରହୁଛି। ଗ୍ରହ ମାନେ ଆପଣଙ୍କୁ ଉତ୍ତମ ଯୁଗ ବନଉଛନ୍ତି। ଆଜି ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ଅଟକିବ ନାହିଁ। ପୂର୍ବରୁ କାର୍ଯ୍ୟ ଯଦି ଅଟକିଥିବ ସେ କାର୍ଯ୍ୟ ନିଶ୍ଚିତ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଯଦି ଅଫିସ ଜନିତ କାର୍ଯ୍ୟ ଥିବ, ଆପଣ ସେ କାର୍ଯ୍ୟ ଗୁଡ଼ିକୁ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ ନିଶ୍ଚିତ ସଫଳତା ଆଡକୁ ଅଗ୍ରଗତି କରିବେ। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ଭାଗ୍ୟ ଉତ୍ତମ ଯୁଗ ବନଉଥିବାରୁ ଯାହାକି ଆପଣଙ୍କର କାର୍ଯ୍ୟ ଅତି ଆକସ୍ମିକ ଭାବେ ହୋଇପାରେ ଅବା ଆପଣଙ୍କର କାର୍ଯ୍ୟ ଦୃଷ୍ଟି ଆକର୍ଷଣ ହବାର ଉତ୍ତମ ଯୁଗ ରହୁଛି। ଆପଣଙ୍କୁ ନିଶ୍ଚିତ ସମସ୍ତେ ସହଯୋଗ କରିବେ। ପରିବାର ବର୍ଗ, ବନ୍ଧୁ ବର୍ଗ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ନିଶ୍ଚିତ ସହଯୋଗୀ ମାନେ ମଧ୍ୟ ସମର୍ଥନ କରିବେ। ତତ୍ସହିତ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଉତ୍ତମ ଯୁଗ ରହୁଛି। ନିଜର ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି କରିବା ସହିତ ନିଜର ଦବଦବା ବୃଦ୍ଧି କରିବେ। ତତ୍ସହିତ ସିଂହ ରାଶି ବ୍ୟକ୍ତି ଆଜି ଯାହାକି ଶତ୍ରୁ ମାନଙ୍କ ଠାରୁ ଆପଣ ନିଶ୍ଚିତ କମ୍ପିଟିସନ ବା ଯେକୌଣସି କ୍ଷେତ୍ରରେ ମଧ୍ୟ ବିଜୟ ହବାର ପୂର୍ଣ୍ଣ ଯୁଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ପରିସ୍ଥିତି ବନଉଛି। ଆଜି ସିଂହ ରାଶି ବ୍ୟକ୍ତି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କ ପାଇଁ ଆଜି ମଧୁର ସମ୍ପର୍କ ହିସାବରେ କଥାବାର୍ତ୍ତା କରିବାର ପୂର୍ଣ୍ଣ ଯୁଗ ରହିବା ସହିତ ନୂତନ ପ୍ରେମ ବାର୍ତ୍ତାଳାପର ଆଜି ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ଆଜି ଯାହାକି ସିଂହ ରାଶି ବ୍ୟକ୍ତି ପରିବାର ବର୍ଗ, ବନ୍ଧୁ ବର୍ଗଙ୍କ ସହିତ ଯଦି କିଛି ମନାନ୍ତର ପୂର୍ବରୁ ଥିବ, ଆଜି ସମାଧାନର ରାସ୍ତା ଅତି ଆନନ୍ଦ ବା ଅତି ସୁଖମୟ ପରିବେଶର ଗ୍ରହ ମାନେ ରହୁଥିବାରୁ ଆପଣଙ୍କ ପାଇଁ ଯାହାକି ତାର ସମାଧାନ ରାସ୍ତା ବାହାରିଯିବ। ଆଜି ସିଂହ ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେବେ ସିଂହ ରାଶି ବ୍ୟକ୍ତି ଆଜି ନିଶ୍ଚିତ ନିଜର ଯାହାକି କୌଣସି ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଅନେକ ପ୍ରକାର ଲାଭ କରିବେ। ପୂର୍ବରୁ ଦେଇଥିବା ବାକିଆ ଅର୍ଥ ଫେରି ପାଇପାରନ୍ତି। ତେବେ ଆଜି ସିଂହ ରାଶି ବ୍ୟକ୍ତି ଯାହାକି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ପୂର୍ବରୁ ଯଦି କିଛି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ସମାଧାନ ହବାର ଅନେକ ଚାନ୍ସ ରହୁଛି। ଆଜି ଯାହାକି ସିଂହ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଥିଲେ ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ଅର୍ଜନ କରିବାର ପୂର୍ଣ୍ଣ ଯୁଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କୁ ନିଶ୍ଚିତ ସ୍ଥିରତା ରହି କାର୍ଯ୍ୟ କରନ୍ତୁ। ଭାଗ୍ୟ ଆପଣଙ୍କର ପୂର୍ଣ୍ଣ ନିମ୍ନଗାମୀ ରହୁଛି, ତେଣୁ କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବେ ଚିନ୍ତା କରି କାର୍ଯ୍ୟ କରନ୍ତୁ। ବିଶେଷ କରି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଯାହାକି କନ୍ୟା ରାଶି ବ୍ୟକ୍ତି ଆଜି ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ଆଜି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ଯୁକ୍ତିତର୍କ କଳହ ଆଡକୁ କଥାବାର୍ତ୍ତା ଯାଇପାରେ, ତେଣୁ ନିଜକୁ ସଂଯମତା ନିହାତି ଆବଶ୍ୟକତା। ଏହା ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ପ୍ରଭାବ ପକେଇବ। ତତ୍ସହିତ ଅଫିସ ଜନିତ କାର୍ଯ୍ୟ ଆପଣଙ୍କର ଯଦି କିଛି ଥିବ ତାହା ଆଜି ଦ୍ୱିଗୁଣିତ ଚିନ୍ତା ବଢି ଦେଇପାରେ। ତତ୍ସହିତ ଆଜି ଯାହାକି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି କନ୍ୟା ରାଶି ବ୍ୟକ୍ତି ଆଜି ଆପଣଙ୍କୁ ଅନେକ ପ୍ରକାର ବାଦ ବିବାଦ, ବିଶେଷ କରି ଶତ୍ରୁ ମାନେ ବା ବିରୋଧୀ ମାନେ ଆପଣଙ୍କୁ ଅନେକ ପ୍ରକାର ଚାପ ସୃଷ୍ଟି କରିପାରନ୍ତି, ଯାହା ପାଇଁ ଆପଣ ଅଧିକ ଚିନ୍ତିତ ଅସ୍ଥିର ହୋଇପାରନ୍ତି। ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର କନ୍ୟା ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଆଜି ପାଠ ପଢାରେ ଅବହେଳା ଯୁକ୍ତ ରହିପାରନ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ପ୍ରେମ ଦୁନିଆରେ ଆପଣଙ୍କ ପାଇଁ ଆଦୌ ଭଲ ଦିନ ହୋଇ ନପାରେ। ବିଭିନ୍ନ ପ୍ରକାର ସମସ୍ୟା ଭିତରେ ବା ଆପଣଙ୍କ ଭିତରେ ଝଗଡା କଳହ ଆଡକୁ କଥାବାର୍ତ୍ତା ଯାଇପାରେ। ନୂତନ ପ୍ରେମ ବାର୍ତ୍ତାଳ ପାଇଁ ଆଜି ଉତ୍ତମ ଯୁଗ ହୋଇ ନପାରେ। ପରିବାର ବର୍ଗ, ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର କିଛି ବୈଚାରିକ ମତଭେଦ ସୃଷ୍ଟି ହୋଇପାରେ, ଯାହାକି ଯୁକ୍ତିତର୍କ ପର୍ଯ୍ୟନ୍ତ ମଧ୍ୟ କଥା ଯାଇପାରେ।
ତେଣୁ ଆବଶ୍ୟକ ସ୍ଥଳେ କନ୍ୟା ରାଶି ବ୍ୟକ୍ତି ନିଜକୁ ସଂଯମତା ରଖିଲେ ଏସବୁ ସମସ୍ୟା ଆସିବ ନାହିଁ। ଆଜି କନ୍ୟା ରାଶି ବ୍ୟକ୍ତି ଯାହାକି ଆପଣଙ୍କର ବେପାର ବାଣିଜ୍ୟରେ ଅନେକ ପ୍ରକାର ବିଫଳତା ରହୁଛି, ତେଣୁ ଧୈର୍ଯ୍ୟ ସହକାରେ ଯେଉଁମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ନିଶ୍ଚିତ ଧୈର୍ଯ୍ୟ ଏବଂ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ଯଦି ଆପଣଙ୍କର ଖରାପ ଥିବ ଆଜି ଆହୁରି ଚିନ୍ତା ବଢି ଦେଇପାରେ, ତେଣୁ ନିଶ୍ଚିତ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। କନ୍ୟା ରାଶି ବ୍ୟକ୍ତିଙ୍କ କ୍ଷେତ୍ରରେ ଆଜି କନ୍ୟା ରାଶି ବ୍ୟକ୍ତି କୌଣସି ଯଦି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ତେବେ ଆଜି କ୍ୟାନସେଲ କରିପାରିଲେ ତାହା ଭଲ ହେବ, କାରଣ ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ଯାହା ଆପଣଙ୍କ ପାଇଁ ନିଶ୍ଚିତ ଏହା ଏକ ଉତ୍ତମ ଦିଶନ ହୋଇପାରେ। ତେବେ କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6, ଭାଗ୍ୟ ରଙ୍ଗ ଆପଣଙ୍କର ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 30% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ସୁଖ୍ୟାତି, ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଏବଂ ସମସ୍ତ ପ୍ରକାର ସୁଖ ଭୋଗ କରିବାର ଉତ୍ତମ ଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ଆଜି ତୁଳା ରାଶି ବ୍ୟକ୍ତି ଯାହାକି ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରେଇପାରେ ଏବଂ ଆପଣଙ୍କୁ ସମସ୍ତେ ପ୍ରଶଂସା କରିପାରନ୍ତି। ତୁଳା ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟ କୌଶଳ ତ ଭିନ୍ନ ପ୍ରକାର ହେବ। ତୁଳା ରାଶି ବ୍ୟକ୍ତି ଆଜି ସମସ୍ତେ ଆପଣଙ୍କୁ ନିଶ୍ଚିତ ସାବାସ କରିପାରନ୍ତି ଏବଂ ବିଶେଷ କରି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ପଦମର୍ଯ୍ୟାଦା ବୃଦ୍ଧି ସହିତ ଆପଣଙ୍କର ଦବଦବା ବଢିବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଉତ୍ତମ ଯୁଗ ବନଉଛି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ସେମାନଙ୍କର ଆଜି ଭାଗ୍ୟ ଉତ୍ତମ ଯୁଗ ରହୁଛି। ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ତତ୍ସହିତ ନୂତନ ପ୍ରେମ ବାର୍ତ୍ତାଳାପ କରିବା ପାଇଁ ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ଆଜି ଉତ୍ତମ ଯୁଗ ପରିସ୍ଥିତି ବନଉଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ବିଶେଷ କରି ନୂତନ କିଛି ବନ୍ଧୁତା ମଧ୍ୟ ସୃଷ୍ଟି ହେବାର ପୂର୍ଣ୍ଣ ସୁଯୋଗ ରହୁଛି, ଯାହାକି ଭଲ ସମ୍ପର୍କ ସମସ୍ତଙ୍କ ସହିତ ରହିବ। ତେବେ ତୁଳା ରାଶି ବ୍ୟକ୍ତି ଆଜି କୌଣସି କାର୍ଯ୍ୟ ପାଇଁ ଯଦି ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟ ଆପଣଙ୍କର ନିଶ୍ଚିତ ସଫଳତା ହେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ଆଶା ଠାରୁ ଅଧିକ ଲାଭ ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ତେଣୁ ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ପୂର୍ଣ୍ଣ ସୁଯୋଗ ରହୁଛି। ତେବେ ଆଜି ତୁଳା ରାଶି ବ୍ୟକ୍ତି ଯେକୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ମଧ୍ୟ ଭାଗ୍ୟ ଆପଣଙ୍କୁ ସାଥ ଦେଉଛି। ଆଜି ତୁଳା ରାଶି ବ୍ୟକ୍ତି ବେପାର ବାଣିଜ୍ୟରେ ଲାଭ କରିବା ସହିତ ଅର୍ଥ ମଧ୍ୟ ସଞ୍ଚୟ କରିବାର ସୁଯୋଗ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି କାହାକୁ ଦେଇଥିବା ବାକିଆ ଅର୍ଥ ମଧ୍ୟ ଫେରି ପାଇବାର ସୁଯୋଗ ରହିପାରେ। ଆଜି ତୁଳା ରାଶି ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ପୂର୍ବରୁ ଯେଉଁ ସ୍ୱାସ୍ଥ୍ୟ ଚିନ୍ତା କିମ୍ବା ମାନସିକ ଚିନ୍ତା ଏଥିରୁ ଆପଣ ପୂର୍ଣ୍ଣ ନିବୃତ୍ତ ରହିବେ, ଯାହାକି ପୂର୍ଣ୍ଣ ସୁସ୍ଥ ଏବଂ ମାନସିକ ସ୍ତରରେ ମଧ୍ୟ ଉତ୍ତମ ଯୁଗ ବନଉଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 4, ଭାଗ୍ୟ ରଙ୍ଗ ଆପଣ ଧୂସୁର ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ତେବେ ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ହାସଲ କରିବାର ଉତ୍ତମ ଯୁଗ ରହୁଛି। ତେଣୁ ବିଛା ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ନିଶ୍ଚିତ କ୍ଷଣ ସମୟରେ କାର୍ଯ୍ୟଗୁଡ଼ିକ ସମ୍ପୂର୍ଣ୍ଣ କରିବାର ଉତ୍ତମ ଯୁଗ ବନଉଛି। ଆପଣଙ୍କର କାର୍ଯ୍ୟ କୌଶଳ ଦେଖି ଅନ୍ୟମାନେ ପ୍ରଶଂସା କରିପାରନ୍ତି। ବିଶେଷ କରି ଆପଣଙ୍କର କୌଣସି ଅଫିସ ଜନିତ କାର୍ଯ୍ୟ ଯଦି ଚିନ୍ତା ଥିବ ଆଜି ତାହା ଦୂରୀଭୂତ ହବାର ଅନେକ ଚାନ୍ସ ରହୁଛି। ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ସାନ୍ତ୍ୱନା ପ୍ରଦାନ କରିବ, ଅର୍ଥାତ ଆପଣ ଏକ ଭିନ୍ନ ଦୃଷ୍ଟି ଆକର୍ଷଣ କରେଇ ପାରନ୍ତି, ଯାହା ଆପଣଙ୍କ ରାଶି ଚକ୍ରରୁ ଜଣା ପଡୁଛି। ଆଜି ବିଛା ରାଶି ବ୍ୟକ୍ତି ଯୋଉମାନେ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଛନ୍ତି ଟିକେ ଆଜି ସାବଧାନ ରୁହନ୍ତୁ। କିଛି ମନରେ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ, ନିଜ ଭିତରେ ସମ୍ପର୍କ ଖରାପ ହୋଇପାରେ, ମାନ ସମ୍ମାନ ହାନି ହେବାର ଚାନ୍ସ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। କିନ୍ତୁ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ବିଛା ରାଶି ବ୍ୟକ୍ତିଙ୍କର
भाग्य उत्तम जुगरे रही। तेबे प्रेम दुनिया रे जो माने जड़ित अछंती आज मधुर संपर्क बजाई रहिबो। आपणकर प्रेम संबंध रे किछि वैचारिक मतभेद सृष्टि होई पारे, किंतु यहा प्रति आपण सचेतन रहिले कौनसी चिंता रहिबो नाही एवं निज भितरे भल संपर्क गढ़ी उठिबो। तेबे आज बिछारा आसी व्यक्ति परिवार वर्ग एवं बंधु वर्ग सहित आपणकर संबंध उत्तम जुग रहुची। तेबे व्यापार वाणिज्य क्षेत्र में जहा कि बिछारा आसी व्यक्ति आशा अनुଯାयी लाभ प्राप्त करिवार पूर्ण सुजोग रहुची। व्यापार वाणिज्य नूतन निष्पत्ति नवा पई बा कोनोसी क्षेत्र रे आज जेकोसी निष्पत्ति नवा पई आपनको भाग्य साथ देउची। आज जहा कि बिछारा आसी व्यक्ति अर्थजनित किछि व्यापार वाणिज्य जेकोसी क्षेत्र आपण अर्थ संचय करिवार सुजोग रहुची। तेबे बिछारा आसी व्यक्ति आज दूर यात्रा जदि कोनोसी कार्य पई जाउछंती सेथिरे निश्चित सिद्धि हासिल करिवार भाग्य साथ देउछंती। आज बिछारा आसी व्यक्तिंकर स्वास्थ्यगत दृष्टि देखिले आपण मानसिक चिंता किछि मात्रा रे अस्थिरता करि पारे, किंतु स्वास्थ्य किछि खराब रहिबो नाही, आपण पूर्ण सुस्थ रहिबे। आज बिछारा आसी व्यक्तिंकर भाग्य संख्या रहिछि जहा कि 2। भाग्य रंग आपण जहा कि धला रंग व्यवहार करि पारिबे एवं ग्रह माने आपण को आज 80% साथ दउछंती। एबे चलंतु जानिबा धनुराशि व्यक्ति विषय। धनुराशि व्यक्ति आज दिनटी आपणकर प्रत्येक कार्य स्थिरता सहकारे कार्य करंतु, देखिबे आपणकर आकस्मिक भावे भाग्य उदय जुग बनेइबो। तेणु प्रत्येक कार्य निश्चित धैर्यता, कौनसी कार्य रे अस्थिरता न होई कार्य निश्चित सचेतन सहकारे करंतु, देखिबे कार्य समस्त प्रकार सफलता बनेइबो एवं दैनंदिन कार्य अति सुरुखुरे एवं श्रृंखलागत होई पारे धनुराशि व्यक्ति क्षेत्र रे। तेबे धनुराशि व्यक्ति आज जहा कि आपणकर राजनैतिक सामाजिक क्षेत्र रे प्रतियोगिता क्षेत्र रे आपण आगको बढ़िवार पूर्ण सुजोग रहुची। केतेकांश रे आपण विजय मध्य करिवे शत्रु मानक ठारू। तेबे धनुराशि व्यक्ति आज शिक्षार्थी विद्यार्थी माने आपणकर भाग्य जहा कि उत्तम जुग परिस्थिति बनाउछि। तेबे दैनंदिन कार्य जो माने ऑफिस जनित कार्य रे टिके चाप रहिबो बा पूर्व किछि कार्य नै आपण मानसिक चिंता रहिबो, तेणु यहा प्रति टिके सचेतन रहिले आपणक पई भलो हेबे। तेबे धनुराशि व्यक्ति आज प्रेम दुनिया रे जो माने जड़ित अछंती आज नूतन प्रेम वार्तालाप पई भाग्य ग्रह आपणकर निम्नगामी रहुची। तो तेबे जो माने प्रेम संबंध रे जड़ित अछंती किछि वैचारिक मतभेद कलह जुक्ति तर्क आडक कथबार्ता जाई पारे। आवश्यक स्थले आपण चुप रहंतु, देखिबे आपणकर सुसंपर्क बजाई रहिबो। आज धनुराशि व्यक्ति परिवार वर्ग बंधु वर्ग सहित आपणकर संबंध किछि अस्थिरता रहिबो, तेणु आवश्यक स्थले आपण चुप रहंतु, देखिबे भल संपर्क बजाई रहिबार जुग बनेइबो। आज धनुराशि व्यक्तिंकर जहा कि व्यापार वाणिज्य रे आपण आशा ठारू अधिक लाभ करिवार पूर्ण सुजोग रहुची, किंतु आपणकर बंधु वर्गक माध्यम रे आपण अधिक लाभ प्राप्त करि पारंती बा तांको ठारू टिके परामर्श नै व्यापार वाणिज्य करिले आपण निश्चित सफलता सीढ़ी रे पहुंची पारंती। आज धनुराशि व्यक्ति कौनसी कार्य पई जदि दूर यात्रा करूछंती निश्चित से कार्य सफलता प्राप्त करि पारंती। आज धनुराशि व्यक्ति स्वास्थ्यगत दृष्टि देखिले आपणकर स्वास्थ्य चिंता बढ़िबो। पूर्वरु जदि स्वास्थ्य समस्या थिबो आज आउ टिके वृद्धि होबार चांस रहउची, जहा पई आपण मानसिक चिंता अस्थिरता देखा देई पारे। तेबे धनुराशि व्यक्तिंकर भाग्य संख्या रहिची जहा कि 9। भाग्य रंग आपण हळदिया रंग व्यवहार करि पारिबे एवं ग्रह माने आपण को आज 65% साथ दउछंती। एबे चलंतु जानिबा मकर राशि व्यक्ति विषय। मकर राशि व्यक्ति आज दिनटी आपणक पई आदु उत्तम जुग न होई पारे, कौनसी कार्य आपणक पई भल न होई पारे। भाग्य ग्रह आपणकर निम्नगामी थिबारु मकर राशि व्यक्ति कौनसी गुरुत्वपूर्ण निष्पत्ति ठारू दूरता अवलंबन करिले आपणक पई दिन भल रहिबो। तेबे मकर राशि व्यक्ति आज कार्य रे अस्थिरता मतभेद वैचारिक चिंताधारा रे जहा कि अधिक समस्या आसी पारे, जहा पई आपणकर प्रीति हानि जुग रहुची। तेणु निश्चित मकर राशि व्यक्ति यहा प्रति सावधान रुहंतु। दैनंदिन कार्य रे आपण निश्चित सचेतन रुहंतु। आवश्यक स्थले कार्य करिबा पूर्वरु योजना प्रस्तुत करी कार्य करिले
जो त्रुटि आसुची से त्रुटि धीरे धीरे समाधान हबार रास्ता बाहरी जीवो। आज मकर राशि व्यक्ति राजनीतिक सामाजिक क्षेत्र में कार्य करुवा व्यक्ति मान भाग्य निम्नगामी रहुची। शिक्षार्थी विद्यार्थी माने पाठ पढ़ारे अवहेला युक्त करि पारंती, एहा प्रति निश्चित सचेतन रुहंतु। आज जहाँकि मकर राशि व्यक्ति जो माने प्रेम दुनिया रे जड़ित अछंती आपनक पई आज प्रेम संबंध क्षेत्र रे भाग्य ग्रह निम्नगामी रहुची। आवश्यक स्थले आपण प्रेम संपर्क भल रखिबा पई चेष्टा करंतु। दरकार पड़िले चुप रुहंतु, कोनोसी युक्ति तर्क कलह आडकु कथावार्ता नियंतु नाही। आज मकर राशि व्यक्ति परिवार वर्ग एवं आपणकर बंधु वर्ग सहित वैचारिक मतभेद निज भीतर मनांतर जुग एवं अनेक जहाँकि निज भीतर संपर्क त्रुटि कलह आसीपारे, यह प्रति सचेतन रहिले आपणक पई उत्तम दिन बनै पारे। आज मकर राशि व्यक्ति व्यापार वाणिज्य क्षेत्र में आपण कौनसी रिस्कफुल व्यापार वाणिज्य करंतु नाही। आवश्यक स्थले आज दिनटी स्थिरता रहिले आपणक पई भलो हेबो। तेबे नूतन व्यापार वाणिज्य निष्पत्ति ठारू दूरता अवलंबन करिले मकर राशि व्यक्ति पई भलो हेबे। आज मकर राशि व्यक्ति कौनसी कार्य पई आपण दूर यात्रा करूछंती, तेबे आज जदि ताकू कैंसिल करि पारिबे ताहा आपणक पई उत्तम दिन बनै पारे। आज ताहा कारण आपणकर भाग्य ग्रह निम्नगामी रहुची, तेणु दूरयात्रा करिथिले से कार्य सफलता हेबाटी कष्टकर जुग बनौची। आज जहाँकि मकर राशि व्यक्तिंकर स्वास्थ्यगत दृष्टि देखिले पूर्वर जो स्वास्थ्य समस्या थिबो आज ताहा द्विगुणित होबार चांस रहुची, तेणु निजर स्वास्थ्य प्रति प्रथमे सचेतन रुहंतु। आज मकर राशि व्यक्तिंकर भाग्य संख्या रहिची जहाँकि 7। भाग्य रंग आपण सबुज रंग व्यवहार करि परिबे एवं ग्रह माने आपण आज जहाँकि 40% साथ दउछंती। एबे चलंतु जानिबा कुंभ राशि व्यक्तिंक विषय। कुंभ राशि व्यक्तिंकर आज भाग्य ग्रह उत्तम जुग बनौछि। जे कोनोसी कार्य रे आज हाथ देबे से कार्य निश्चित संपूर्ण होबार उत्तम जुग रहुछि। मन रे स्थिरता रखी कार्य करिले आपण बहुत आगकू उठिबे। तेबे कुंभ राशि व्यक्ति आज दैनंदिन कार्य गुड़िक अति क्षण समय संपूर्ण करिवार भाग्य उत्तम जुग परिस्थिति बनौछि। आज कुंभ राशि व्यक्ति विशेषकर ऑफिस जनित कार्य गुड़िक आज किछि योजना प्रस्तुत करी परवर्ती स्टेप रे जाकि परवर्ती दिन रे केमिति ताकू संपूर्ण करिवे ताहा आज निश्चित किछि ब्लूप्रिंट तैयारी करि पारंती, जहाँ कुंभ राशि व्यक्ति भाग्य चक्र जना पड़े। तेबे कुंभ राशि व्यक्ति आज राजनीतिक सामाजिक क्षेत्र में आपणकर पदमर्यादा सहित दक्षता वृद्धि करिवो एवं आपण एक भिन्न शैली रे जहाँकि राजनीतिक बा सामाजिक क्षेत्र में देखा देबे। तेबे आज कुंभ राशि व्यक्ति शिक्षार्थी विद्यार्थी मानकर भाग्य उत्तम जुगरे रहिछि, जहाँ आपण भाग्य चक्र जना पड़ुछि। तेबे कुंभ राशि व्यक्ति जो माने प्रेम संबंध रे जड़ित सेमानकर भाग्य आज जहाँ कि शुभ जुग परिस्थिति बनौथिबार नूतन प्रेम कथावार्ता करिबा पई उत्तम जुग बनौछि। तेबे जो माने प्रेम संबंध रे जड़ित अछंती आज मधुर कथावार्ता करिबार सुजोग देई पारे। आज कुंभ राशि व्यक्ति जहाँ कि परिवार वर्ग एवं सांग साथी बा बंधु वर्ग सहित आपणकर संबंध भल रहिबो। विशेषकर स्वामी स्त्रींकर संपर्क आज निश्चित अति उत्तम संपर्क रहिबार पूर्ण सुजोग रहुछि। आज कुंभ राशि व्यक्ति किछि विवाह जनित कथावार्ता मध्य आज आपणक पई उत्तम जुग बनौछि। आज कुंभ राशि व्यक्ति कौनसी कार्य पई जदि दूरयात्रा करूछंती सेतिरे निश्चित सफलता होबार उत्तम जुग बनौछि। तेबे कुंभ राशि व्यक्ति आज गुरुत्वपूर्ण निष्पत्ति नबा पई ग्रह माने आपनकु संपूर्ण सहयोग करूछंती। व्यापार वाणिज्य क्षेत्र में आपण अनेक प्रकार लाभ प्राप्त करने सहित नूतन व्यापार वाणिज्य निष्पत्ति नबा पई ग्रह माने आपनकु संपूर्ण सहयोग करूछंती। आज कुंभ राशि व्यक्ति अर्थजनित क्षेत्र में आपण अर्थ मध्य संचय करिवार सुजोग रहिबा सहित पूर्वरु देइथिबा बाकी अर्थ मध्य फेरी पाइबार किछि मात्रा शुभ जुग बनौछि। आज कुंभ राशि व्यक्ति स्वास्थ्यगत दृष्टि देखिले आपण संपूर्ण सुस्थ रहिबे, कौनसी स्वास्थ्य समस्या रहिबो नाही। तेबे जदि पूर्वरु स्वास्थ्य समस्या थिबो आज निश्चित समाधान रास्ता बाहरिबो। आज कुंभ राशि व्यक्तिंकर भाग्य संख्या रहिछि जहा कि 5। भाग्य रंग आपण नील रंग व्यवहार करि परिबे एवं ग्रह माने आपण को आज 98% साथ दउछंती। तेबे एबे चलंतु जानिबा मीन राशि व्यक्ति क्षेत्र में। मीन राशि व्यक्ति आज आपणकर भाग्य ग्रह उत्तम जुग परिस्थिति बनौछि। तेणु मीन राशि व्यक्ति
आपणकर कार्यकौशल संपूर्ण भिन्न प्रकार हेबो। मीन राशि व्यक्ति आज जेकोसी कार्य रे हाथ देबे से कार्य आपणकर संपूर्ण होबार उत्तम युग रहुची। मीन राशि व्यक्ति आज दैनंदिन कार्य गुड़िक अति उत्तम सहकारे संपूर्ण करिवार क्षमता आपणक पाखरे देखा देबो। तेबे मीन राशि व्यक्ति ऑफिस जनित कार्य गुड़िक निश्चित सुरक्षुरे आपण संपूर्ण करिवार योजना बनै पारंती। पूर्व कार्यरत जो गुड़िक चाप थिबो ताहा समाधानर रास्ता आज काढी पारंती। आज मीन राशि व्यक्ति जहा कि राजनीतिक सामाजिक क्षेत्र रे आपणकर आज विरुद्ध आवास आसी पारे। विशेषकर शत्रु माने आपण को हैरान करिवार किछि रास्ता काढी पारंती, जहा क्षेत्र रे आपण टिके विचलित होई पारंती। तेबे आज मीन राशि व्यक्ति शिक्षार्थी विद्यार्थी मानकर उत्तम युग रहुची, जहा आपण को भाग्य चक्र जना पडुची। तेबे मीन राशि व्यक्ति आज आपणकर कोनोसी कार्य रे हठात मान सम्मान वृद्धि होवार पूर्ण युग रहुची, जहा कि व्यापार वाणिज्य क्षेत्र रे मीन राशि व्यक्ति आज अनेक प्रकार लाभ पाइबार पूर्ण सुयोग रहुची। तेणु व्यापार वाणिज्य गुरुत्वपूर्ण निष्पत्ति नवा पई पूर्ण भाग्य आपन को साथ देउछि। आज अर्थजनित क्षेत्र रे आपण अर्थ मध्य संचय करिवार पूर्ण शुभ युग रहुछि। पूर्वरु करितिबा परिश्रमर फल आज पाइबार पूर्ण सुयोग रहुछि। तेबे मीन राशि व्यक्ति आज प्रेम दुनिया रे जो माने जडित अछंती मधुर संपर्क आपणकर रहिबो, जहा जना पडुछि। तत्सहित नूतन प्रेम वार्तालापर आपणकर भाग्य शुभ युग परिस्थिति बनौछि। आज परिवार वर्ग बंधु वर्ग सहित भल संबंध रहिबो। तबे मीन राशि व्यक्ति आज कोनोसी कार्य पई दूर यात्रा करूछंती, से कार्य आपणकर निश्चित सफलता प्राप्त करिबार उत्तम युग बनौछि। आज मीन राशि व्यक्तिंकर स्वास्थ्यगत दृष्टि देखिले आपण संपूर्ण सुस्थ रहिबे। कोनोसी स्वास्थ्य समस्या आपणकर रहिबो नाही, जहा आपणक भाग्य चक्र जना पडुछि। तेबे मीन राशि व्यक्तिंकर भाग्य संख्या रहिछि जहा कि 3। भाग्य रंग आपण कमला रंग व्यवहार करि परिबे एवं ग्रह माने आपण को आज जहा कि 80% साथ दउछंती। ओम विष्णवे नमः। नमस्कार।